ସାର୍ ମୋ ଗୋଟେ ଛୁଆଟେ ସାର୍ ଦେହ ଅସୁସ୍ଥ ହେଲା ବୋଲି ମ୍ୟାଡ଼ାମ୍ ମାନେ ମୋତେ 6ଟାରେ ଖବର ଦେଲେ। କିଏ କହିଲା? ଆମର ଯେଉଁ ହଷ୍ଟେଲର ଯେଉଁ ସେ ଯେ ରୋଷେଇ ଅଛି ହଁ ସେ ସାର୍ ମୋତେ ଫୋନ୍ କରି କହିଲେ। ହଁ ମୁଁ କହିଲି ତାକୁ ଶୀଘ୍ର ନେଇ ଆସ, ମୁଁ ଏଠି ଯାଇକି ଟିକେଟ୍ ଫିକେଟ୍ କରିଦେଉଛି କଣ ମେଡ଼ିକାଲକୁ। ବୋଲି କହିଲେ? ତା ଛୁଆଟା ବ୍ରସ୍ କରୁଥିଲା ଲାଟ୍ରିନ୍ରେ ଯାଇ ତା ସାଙ୍ଗମାନଙ୍କ ସହିତ ଏ ବାଥରୁମ୍ରେ ଝାଡ଼ା ଯାଇସାରିଛି। ଛୁଆ କେଉଁ ସାର୍ ବର୍ତ୍ତମାନ ସେ ଛୁଆ ତାର ଗୋଡ଼ ହାତ ୱିକ୍ ହେଇଯାଇଛି, ମାନେ ଛୁଆ ଟିକେ ଲରବର ସମୟ ହେଇଯାଉଛି, ଆଉ ତା ପାଟିରୁ ସାର୍ ଲାଳ ବାହାରୁଛି ବୋଲି କହିଲେ। ହଁ, ତାପରେ ସାର୍ ମୁଁ କହିଲି ତୁମେ ଶୀଘ୍ର ନେଇ ଆସ ତାକୁ, ଅଟୋ ତ ପାଖରେ ସେ ଗାଁରେ ଅଛି, ତାକୁ ନେଇକି ପଳେଇ ଆସ। ଆଉ ମୁଁ ଯାଉଛି ମେଡ଼ିକାଲକୁ, ସେଠି ତାର ସାର୍ଙ୍କ ସହିତ କଣ୍ଟାକ୍ଟ ହେଇକି ମାନେ ଟିକେଟ୍ ଫିକେଟ୍ କରିବି ବୋଲି କହିଲି। ତାପରେ ସାର୍ ସେମାନେ ପିଲାକୁ ମେଡ଼ିକାଲକୁ ନେଇ ଆସିଲେ। ସେମାନେ ନେବେ ଆଣବା ଭିତରେ ମୁଁ ଏଠି ସାର୍ ଟିକେଟ୍ କଲି, ୱେଟ୍ କରିଥିଲି ସେମାନଙ୍କୁ। ଆସିଲା ପରେ ସାର୍ ଆମେ ସାର୍ଙ୍କୁ ଯାଇକି ଦେଖେଇଲୁ, ଏଠି ଯେଉଁ ସାର୍ ଥିଲେ। ସାର୍ ସବୁ ତାଙ୍କ ଚେକଅପ୍ କଲେ, ତାଙ୍କର ଯାହା ଯାହା ସବୁ ମେଡ଼ିସିନ୍ ମାନେ ଦେଖି ସେ ଚେକଅପ୍ କଲେ। ଚେକଅପ୍ କଲା ପରେ ସାର୍ ସିଏ ପୁଣି କହିଲେ ପିଲା ଆଉ ନାହିଁ, ଆପଣ ତାଙ୍କ ଗାର୍ଡ଼ିଆନ୍କୁ ଜଣାନ୍ତୁ, ପୋଲିସ୍ ଷ୍ଟେସନକୁ ଜଣାନ୍ତୁ ବୋଲି କହିଲେ ସାର୍। ମୁଁ ତାପରେ ସାର୍ ମୋର ଅଥରିଟିକୁ ଜଣେଇଛି, ଆମର ଯେଉଁ ଇମିଡ଼ିଏଟ୍ ଅଥରିଟି ଯେଉଁମାନେ ଅଛନ୍ତି, ଡବ୍ଲ୍ୟୁ ସାର୍ ନାଗଦେଉ, ADW ସାର୍ ରେଢ଼ାଖୋଲ, DDO ସାର୍ ସମ୍ବଲପୁର, ସମସ୍ତଙ୍କୁ ଜଣେଇଛି। ସେମାନେ ସବୁ ଆସିବେ ବୋଲି କହିଛନ୍ତି ସାର୍। କେବେ ଆଗରୁ ତାର କିଛି ଡିଜିଜ୍ ଥିଲା ବୋଲି ଭାବୁଛି? ନାଇଁ ସାର୍, ପିଲା ସେ ମୋ ହଷ୍ଟେଲରେ ଗଲା ଏପ୍ରିଲରେ ତାର ନାଁ ଲେଖା ହେଇଛି। ତେଣୁ ସେ ମୋ ପାଖେ ଆମେ ନାଁ ଲେଖାଇବା ପୂର୍ବରୁ ମାନେ ପିଲା ବାପା ମାଆଙ୍କୁ ପଚାରୁ ଛୁଆ ଦେହ ସାର୍ ଭଲ ରହୁଛି କି ନାହିଁ, ଛୁଆ ଭଲ ନହେଲେ ହଇରାଣ, ଆପଣ ବି ହଇରାଣ ହେବେ, ଆମେ ବି ହଇରାଣ ହେବୁ। ତେଣୁ ପିଲାଙ୍କର ଛୁଆର ଦେହ ଭଲ ରହେ କି ନାହିଁ। ଆଉ ତାର ବଡ଼ ଦିଦି ଗୋଟେ ସାର୍ ଆମ ହଷ୍ଟେଲରେ ବି ରହୁଛି, ତା ଦେହ ବି ସାର୍ ସୁସ୍ଥ ଅଛି। ସେ ସାର୍ ଏ ବର୍ଷ 4ର୍ଥ ପଢ଼ୁଛି ସାର୍। ତେଣୁ ଆମେ ତାକୁ ବେସ୍ କରିକି ସାର୍ ପିଲାଙ୍କୁ ରଖିଲୁ। କେତେ ଛାତ୍ରଛାତ୍ରୀ ରହୁଛନ୍ତି ସାର୍ 99 ଜଣ ଅଛନ୍ତି, ସେଥିରୁ 90ଟା ST ପିଲା ଅଛନ୍ତି, 9 ଜଣ SC କାଟେଗୋରୀ ପିଲା ଅଛନ୍ତି। ତ ଏଇ ପିଲାକୁ ଯେତେବେଳେ ଆଣିକି ଏଠି ଡକ୍ଟର ଏଇଟା ଡିକ୍ଲେୟାର କଲେ, ମୁଁ ତାପରେ ଅଥରିଟି ମାନଙ୍କୁ ଜଣେଇଛି, ସେମାନେ ଆସିବେ। ତାଙ୍କ ପରିବାର ଲୋକକୁ ବି ସାର୍ ଜଣା ହେଇଛି ସାର୍। ସମସ୍ତେ ଆସୁଛନ୍ତି, ସାର୍ ଦୂର ବାଟ ସାର୍, ସେ ପୋଲାବସା ରିଆମାଲ ଦେବଗଡ଼ର ତାଙ୍କ ଘର, ସେ ଝିଅଟାର ଘର। କ'ଣ ହେଇଥିବ ବୋଲି ସାର୍ ଭାବୁଛନ୍ତି? କ'ଣ ହେଇଥିବ ଯାଦ୍ୱାରା ଏମିତି ହେଲା? ସାର୍ ଯେହେତୁ ଏମାନେ କହିବା ହିସାବରେ ସାର୍ ମାନେ ପାଟିରୁ ଲାଳ ବାହାରୁଥିଲା, ମୁଁ ଭାବୁଛି ସାର୍ ଫିଡ୍ସ ଯେଉଁ ମାର୍କି ଗୋଟେ ରୋଗ ଅଛି, ଫିଡ୍ସ ହେଇଥିବ ବୋଲି ମୁଁ ଅନୁମାନ କରୁଛି, କିମ୍ବା ହାର୍ଟ ଆଟାକ୍ ବି କିଛି ହେଇଥାଇପାରେ। କ'ଣ ହେଇଥିବେ ସାର୍, PM କଲା ପରେ ସାର୍ ଜଣାପଡ଼ିବ ସାର୍। ସାର୍ ସେ ଝାଡ଼ା ଗଲା, ବ୍ରସ୍ କଲା, ତାପରେ ସେ ଝିଅ କହିଲା ମୋତେ ଭଲ ଲାଗୁନି ହେଲା। ଭଲ ଲାଗୁନି, ଆମେ କହିଲୁ ତୁ ବେଡ଼୍ରେ ଶୋଇପଡ଼, ତ ଆମେ ସାଙ୍ଗେ ସାଙ୍ଗେ ମେଡ଼ିକାଲ ଆଣିବୁ। ସାର୍ ସାଙ୍ଗେ ସାଙ୍ଗେ ମୁଁ କପଡ଼ା ଲତା ପିନ୍ଧିକିରି ସାଙ୍ଗେ ସାଙ୍ଗେ ଅଟୋ ଡାକିକିରି ସାର୍ ମେଡ଼ିକାଲ ଛୁଆକୁ ଧରିକିରି ଆସିଲି। ଆଚ୍ଛା, ତାପରେ ଡକ୍ଟର କ'ଣ କହିଲେ? ସାର୍ ଡକ୍ଟର ଦେଖିଲେ? ହଁ, ଅଟୋରେ ସାର୍ ଧରିକିରି ଆସିଲି। ସାର୍ ଡକ୍ଟର କାଣା କହିଲେ? ଡକ୍ଟର ସାର୍ ଟ୍ରିଟମେଣ୍ଟ କଲେ, ଦେଖିଲା ପରେ ଡକ୍ଟର ସାର୍ ଆମକୁ ଘୋଷଣା କରିଦେଲେ ପିଲା ଆଉ ଏବେ କାଣା ନାହିଁ। ତାଙ୍କୁ ଖବର ଦେଇଛନ୍ତି? ତାଙ୍କ ସାର୍ ଘର ଲୋକଙ୍କୁ ଖବର ଦେଇଛନ୍ତି? ହଁ ସାର୍, ମୁଁ ଆସିଲା ବେଳେ ବାଟ ସାରା ସାର୍ ଘର ତାକୁ ଲୋକ ଫୋନ୍ କରି ଆସିଲେ ସାର୍। ଆପଣ ଯେହେତୁ ମେଟ୍ରୋନ୍ ଅଛନ୍ତି, ହଁ ସାର୍। କାଣା ହେଇଥିବ ବୋଲି ଭାବୁଛନ୍ତି ଛୁଆର? ସାର୍ ମୁଁ ଭାବୁଛି ଛୁଆକୁ ହାର୍ଟ ଆଟାକ୍ ହେଇଯାଇଥିବ, ନହେଲେ ତ ଯେଉଁ ପିହୁରା ମାରେ ସାର୍ ଯେଉଁ କହନ୍ତି, ସେଇଟା କେବେ ସାର୍ ଆଗରୁ ହେଇଥିବ। ସେମିତି ହେଇଥିଲା ଛୁଆର? ସାର୍ କେବେ ଆଗରୁ ହେଇଥିଲା କି କେବେ? ନାଇଁ ସାର୍, କେବେ ନାହିଁ ସାର୍, ସୁସ୍ଥ ଥିଲା ସେ ପିଲା। କାଲି ରାତି ବି ଖାଇଲା ସାର୍, ଆଉ 4 ବଜେ ବି ଟିଫିନ୍ ଖାଇଲା। ଆଜି ସକାଳୁ କଥା ବି ସାର୍ ଆମ ସାଙ୍ଗେ ଠକ ଠକ ହେଉଥିଲା କଥା, ହଠାତ୍ ନଈକିରି ହେଇଛି ସାର୍। ଏଇ ହସ୍ପିଟାଲ ତ ଆଣିଲାକୁ ସାର୍ କହିଲେ, ଘୋଷଣା କଲେ ଯାଇ ସାର୍ ଆମେ ଜାଣିଛୁ ଆଉ।